ଓ ଏଇ ଯେଉଁ ଗରମ ହେଉଛି ପଖାଳ ଛଡ଼ା କିଛି ବି ଖାଇବା ପାଇଁ ଇଚ୍ଛା ହେଉନି। ଆମ ଓଡ଼ିଆମାନଙ୍କୁ ବର୍ଷର 12 ମାସ 24 ଘଣ୍ଟା ପଖାଳ ଦେଲେ ଆମେ ଖାଇଦେବା, କିନ୍ତୁ ଗରମ ଦିନେ ପଖାଳ ଖାଇବାର ମଜା କିଛି ଅଲଗା। ଆଜି ଭାବିଲି ଟିକେ ପଖାଳ ଖାଇଦେବି, ବହୁତ ସାରା କାମ ଅଛି, ତ ଭାବିଲି ଟିକେ ପଖାଳ ଖାଇଦେଲେ ଏନର୍ଜି ମିଳିଯିବ, ତାପରେ ସେଣିକି ଯେତେ କାମ କରିବି ଆଉ। ସେଥିପାଇଁ କ'ଣ କନା ଲେଉଟିଆ ଶାଗ ଥିଲା, ବଡ଼ି ଲେଉଟିଆ ଶାଗ ଭଜା ମୋତେ ବହୁତ ଭଲ ଲାଗେ। ଆଉ ଲେଉଟିଆ ଶାଗକୁ ଧୋଇ ଦେଇକି ରଖିଥିଲି, ତାକୁ ଭଲସେ କାଟି ନେଇକି ତାକୁ ଟିକେ ଲୁଣ ଦେଇକି ସିଝେଇ ନେଲି। ତାପରେ କରେଇରେ ସୋରିଷ ତେଲ ଗରମ କରିଦେଲି। ସେଥିରେ କ'ଣ କଲି ନା ଟିକେ ଶୁଖିଲା ଲଙ୍କା ପକାଇଦେଲି, ଟିକେ ଫୁଟଣ, ବଡ଼ିକି ପକାଇ ଟିକେ ସମୟ ଭାଜି ଦେଇଦେଲା ପରେ ରସୁଣକୁ ଛୁଙ୍କ ଦେଇଦେଲି। ବାସ୍ ତାପରେ ଶାଗକୁ ସେଥିରେ ଭଲସେ ଭାଜି ନେଲି। ବାସ୍ ହେଇଗଲା ଆମର ଗରମା ଗରମ ଶାଗ। ମୁଁ ତ ପେଟେ ପଖାଳ ଖାଇଦେଲି ଶାଗ ସହିତ, ବହୁତ ମଜା ଆସିଗଲା। କାମ କରିବି କ'ଣ, ମୋତେ ତ ନିଦ ଆସିଗଲା। ଆପଣମାନଙ୍କୁ ପଖାଳ ଖାଇସାରି ନିଦ ଆସେ କି ନାହିଁ କମେଣ୍ଟରେ ନିହାତି କହିବେ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ଲାଇକ୍ କମେଣ୍ଟ ସେୟାର କରିଦେବେ, ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିଦେବେ। ଜୟ ଜଗନ୍ନାଥ। ଓ ପଖାଳ ଖାଇସାରିଲା